भगवद गीता चैप्टर 2 जोटा कि कंटेंट्स ऑफ गीता समराइज्ड ता उपरे बहुत सुंदर भाव रे येटी प्रदान करछन्ती प्रभुपाद लेक्चर माध्यम रे। तो आमे ए भगवद गीतार जो सेकंड चैप्टर 51 श्लोक 55 जोठी संपूर्ण ये गीतार समरी अच्छे हम सेटू हम पढ़ी। जन्मबंध विनिर्मुक्ता पदं गच्छन्ति अनामयम. Now, in our last meeting, you were discussing this verse that ट्रांसलेशन है The wise engaged in devotional service take refuge in the Lord and free themselves from the cycle of birth and death by renouncing the fruits of action in the material world. In this way, they can attain that state beyond all miseries. ଯେଉଁମାନେ ବୁଦ୍ଧିମାନ ବା ବୁଦ୍ଧିଜୀବୀ ଯେଉଁମାନେ ଭକ୍ତିମୟ ସେବାରେ ନିଯୁକ୍ତ ଅଛନ୍ତି ସେମାନେ ଭଗବାନଙ୍କ ଆଶ୍ରୟ ନିଅନ୍ତି ଏବଂ ସମ୍ପୂର୍ଣ୍ଣ ରୂପରେ ତାଙ୍କର ଜନ୍ମ ମୃତ୍ୟୁ ଚକ୍ରରୁ ସେମାନେ ମୁକ୍ତ ହେଇଯାଆନ୍ତି ଯାହାଫଳରେ କି ସେମାନେ ତାଙ୍କର ଜନ୍ମ ମୃତ୍ୟୁ ଚକ୍ର ମୁକ୍ତ ହେଇ ସମସ୍ତ କର୍ମସରୁ ଉଦ୍ଧାର ପାଇଥାନ୍ତି। ତ ତାହା କରିବା ପାଇଁ ତାଙ୍କୁ ସମସ୍ତ ଫ୍ରୁଟ୍ସ ଅଫ ଆକ୍ସନ କୁ ତ୍ୟାଗ କରିବାକୁ ପଡେ, ସମସ୍ତ କର୍ମ ଫଳକୁ ତ୍ୟାଗ କରିବାକୁ ପଡେ। ହରେ କୃଷ୍ଣ। ହଁ କୁହ। uh, karmajam, every action, every activities that we are engaged in, ତ ଏଠି କହୁଛନ୍ତି ଯେ ଆମେ ପୂର୍ବ ଇଏରେ ଚର୍ଚ୍ଚା କରୁଥିଲେ କର୍ମଜ ଯାହାକି ସବୁ କିଛି କାର୍ଯ୍ୟ ସବୁ କାର୍ଯ୍ୟ ଯେଉଁଗୁଡ଼ିକରେ ସବୁ ଆମେ ନିଯୁକ୍ତ ଅଛୁ ତା ସବୁର ଗୋଟିଏ ରିଆକ୍ସନ ରହିଛି, ତାର ଗୋଟିଏ ଫଳ ରହିଛି। it has got a reaction. ଯେକୌଣସି କାର୍ଯ୍ୟ ଆମେ କରୁନା କାହିଁକି ତାର ଗୋଟିଏ ରିଆକ୍ସନ ବା ଗୋଟିଏ କର୍ମ ଫଳ ରହିଛି। Any activity, it has got reaction. And that reaction is another bondage for me. ତ ଯେକୌଣସି କାର୍ଯ୍ୟ ଆମେ କରୁ ଆଉ ସେଇ କାର୍ଯ୍ୟର ଯୋଉ ଫଳ ଆମ ପାଇଁ ବନ୍ଧନର କାରଣ ମଧ୍ୟ ହେଇଥାଏ। Now I am engaged in one action and I am producing another reaction. ତ ଏବେ ଆମେ ଗୋଟିଏ କାର୍ଯ୍ୟରେ ନିଯୁକ୍ତ ଅଛୁ ଯାହା ଫଳରେ କି ଆମେ ଗୋଟେ
ଫଳ ବା ଗୋଟିଏ ରିଆକ୍ସନ ଭୋଗ କରିବାକୁ ପଡୁଛି। Now, at the present moment, I am bounded by one kind of activities and I am producing another kind of activities. ତ ଏବେ ଏଇ ମୁହୂର୍ତ୍ତରେ ମୁଁ କିଛି କାର୍ଯ୍ୟର ଦ୍ଵାରା ବାନ୍ଧି ହେଇ ଅଛି, ଆଉ କିନ୍ତୁ ମୁଁ ଆହୁରି କିଛି କାର୍ଯ୍ୟ ବି କରିଚାଲିଛି ଫଳସ୍ୱରୂପ ରିଆକ୍ସନ ପରେ। Just like in the cinematographics spool, there are hundreds and thousands of pictures. One picture past, another picture present, and ଯେମିତି ଗୋଟେ ଗୋଟେ ମାନେ ମୁଭି ଭଳି ଯୋଉ ଥାଏ, ଯୋଉଠି ସେଠି 100ଟା ବା 1000ଟା ପିକ୍ଚର ଗୋଟେ ପରେ ଗୋଟେ ଚାଲିଥାଏ। ଗୋଟେ ପିକ୍ଚର ପଳେଇଗଲା, ତାପରେ ଆଉ ଗୋଟେ ପିକ୍ଚର, ତାପରେ ଆଉ ଗୋଟେ ପିକ୍ଚର ଆଗକୁ ଅଛି। ତ ଏଇପରି ଭାବରେ ମେସିନରେ ଯେତେବେଳେ ସେ ପିକ୍ଚର ଗୁଡିକ ପଡେ, another picture is ahead. And the whole picture, when put into the machine, it represents some activities. ଆଉ ଏଇ ସବୁ ଯାକ ପିକ୍ଚର ଯେତେବେଳେ So ମେସିନରେ we ପକା ହେଇଥାଏ, ତ କିଛି କାର୍ଯ୍ୟକୁ ତାହା ଦର୍ଶେଇଥାଏ। I have to take some phone calls. Sorry.
ହରେ କୃଷ୍ଣ ପ୍ରଭୁ, ଆପଣ ଅନମ୍ୟୁଟ ଅଛନ୍ତି ବୋଧେ, ଶୁଭୁନି କିଛି। ହଁ ଟିକେ ମତେ ଆଉ 5 ମିନିଟ୍ ଲାଗିବ ଟିକେ। ହଉ, 5 ମିନିଟ୍ ଟିକେ।
ହରେ କୃଷ୍ଣ। ହଁ ସାଉଣ୍ଡ ଆସିଲା। ଠିକ ଅଛି। କଥା ନହେଲେ ଆସିବେ ନା କହିବେ ଆଉ ମୁଁ ଆସୁଛି ଆଉ ସିନିୟର ସିଟିଜେନ ଗୋଟେ ଅଛି ନା କରିଦବା। ଦେଖୁଛି କଣ କଣ ଆଜ୍ଞା। are bound up by nature's law ଆମେ ସବୁ ପ୍ରକୃତିର ନିୟମରେ ବନ୍ଧା ହେଇଅଛୁ। in such a way. Why nature's law? ତ କାହିଁକି ଆମେ ପ୍ରକୃତିର ନିୟମରେ ବନ୍ଧା ହେଇଅଛୁ? Even in your state laws, we are bound up by so many laws. ଯେପରି ଆମେ ଆମର ଦେଶରେ ଦେଖିବା, ସେ ନିୟମ ଗୁଡାରେ ଆମେ ଅନେକ ନିୟମ ଗୁଡାରେ ବାନ୍ଧି ହେଇଅଛୁ। But this is our position. This is called conditioned stage of life. ଏହା ହଉଛି ଆମର ପରିସ୍ଥିତି, ଆଉ ଏହାକୁ କୁହାଯାଏ ଜୀବନର ବଦ୍ଧ ଅବସ୍ଥା। There is no freedom. The so-called freedom ତ ଏଇଠାରେ କୌଣସି ସ୍ୱାଧୀନତା ନାହିଁ। ଯେଉଁ ସ୍ୱାଧୀନତା କଥା କୁହାଯାଉଛି, we declare that I belong to the free nation, I am free. ଆମେ ଅ, କହିଥାଉ ଯେ ମୁଁ ଯେଉଁ ଦେଶରୁ ସେ ଦେଶ ସ୍ୱାଧୀନ, ମୁଁ ସ୍ୱାଧୀନ ଅଟେ। These are all simply mental speculation. ତ ଏ ସବୁ କେବଳ ମନଗଢାର କଥା ହିଁ। There is no freedom. So long I am bound up by the conditions of nature. ତ କୌଣସି ସ୍ୱାଧୀନତା ନାହିଁ ଯେ ପର୍ଯ୍ୟନ୍ତ ଆମେ ଏଇ ପ୍ରକୃତିର ଗୁଣ ମାଧ୍ୟମରେ ବନ୍ଧା ହେଇଅଛୁ। There is no freedom. କୌଣସି ସ୍ୱାଧୀନତା Now ନାହିଁ। here is a chance. Lord Krishna says ତ ଏଇଠି ଗୋଟେ ଆମ ପାଖରେ ଗୋଟେ ଉପାୟ ଅଛି, ଯୋଉଟା କି ଶ୍ରୀକୃଷ୍ଣ କହୁଛନ୍ତି that karmajang buddhi yukta. Now here is an opportunity for you in human ତ ଏବେ ଆମ ପାଖରେ ଗୋଟେ ସୁଯୋଗ ଆସି ପହଞ୍ଚିଛି। form of your life. You have got sufficient intelligence and the Lord Himself ତ ଏଇ ମଣିଷ ଜୀବନରେ ଆମର ପ୍ରଚୁର ବୁଦ୍ଧି ରହିଛି ଏବଂ ଭଗବାନ ସ୍ୱୟଂ is before you to enlighten your intelligence more and more. ମୁଁ କାଲିରୁ କେତେ ଛଟପଟ ହଉଛି ମୁଁ ଜାଣିନି। ହଁ ସେ କହିଦେବା ଯେ ପଠେଇ- ପଠେଇ ଦିଅ। ହରେ କୃଷ୍ଣ ପ୍ରଭୁଜୀ। ପ୍ରଭୁଜୀ ହରେ କୃଷ୍ଣ ପ୍ରଭୁଜୀ ଏଇଟା RCH କରିଦବା। ହଁ କରିଦିଅ କରିଦିଅ। ଆଜ୍ଞା। ହୁଁ।
ଆକ୍ଚୁଆଲି ଆଙ୍କର ଯାତ୍ରା ଅଛି ତ ଆଜି। ତିନିଟା ଟିମ୍ ର ଯାତ୍ରା ଅଛି। ଗୋଟେ ହେଲା ଆମ ମନ୍ଦିର ଟୁର୍ ର ଯାତ୍ରା ରିଟର୍ନ ଟିକେଟ। ଆଉ ଗୋଟେ ଅଛି ଶରତ କୁନିଆ ପ୍ରଭୁ ଯାଉଛନ୍ତି ବୃନ୍ଦାବନ, ତାଙ୍କର ଯାତ୍ରା ଅଛି। ଆଉ ଗୋଟେ ଆମର ସେଣ୍ଟର ର ଯାତ୍ରା ଅଛି। ଟିକେଟ ତ ସେତିକି କୁଆଡେ ପାଉଛି। ଏ, ସବୁ ୱେଟିଂ ହେଇଯାଉଛି। ତ ସେମାନେ ସବୁ ସମସ୍ତଙ୍କୁ କହିକି ଏମିତି ରଖିଛନ୍ତି। ଶାନ୍ତନୁ ପ୍ରଭୁଙ୍କୁ ପଚାରି ଦିଅ ହେଲା କି ନାଇଁ ତାଙ୍କ ଟିକେଟ ଟା। ସେଇଟା ଶରତ କୁମାରଙ୍କୁ ଦେଇଥିଲି। Here is the book. This book. ସେଇଟା ଆମେ ଶୁଣୁଛେ କୃଷ୍ଣ କହୁଛନ୍ତି କର୍ମଜମ୍ ବୁଦ୍ଧିଯୁକ୍ତା। ତ ଏଇଠି ଆମ ପାଖରେ ଗୋଟେ ସୁଯୋଗ ଅଛି। ଏଇ ମଣିଷ ଜନ୍ମରେ ମଣିଷ ଜୀବନରେ ଆମର ସଫିସିଏଣ୍ଟ ବୁଦ୍ଧି ଅଛି। What is spoken by Lord Krishna ଆଉ ଭଗବାନ ସ୍ଵୟଂ କହୁଛନ୍ତି ଆମମାନଙ୍କୁ ବୁଦ୍ଧିଯୁକ୍ତ କରିବା ପାଇଁ ବା ଆମକୁ ଇଏ କରିବା ପାଇଁ, ଜ୍ଞାନ ଦବା ପାଇଁ, ଏନଲାଇଟନ କରିବା ପାଇଁ। ତ ପ୍ରଭୁପାଦ କହୁଛନ୍ତି ଯେ ଏଇ ଯୋଉ ଗ୍ରନ୍ଥଟି ରହିଛି ଆମ ପାଖରେ ଏଇଟା ସ୍ଵୟଂ କୃଷ୍ଣ ହିଁ କହିଛନ୍ତି। and Krishna is not different ଆଉ କୃଷ୍ଣ ଅଲଗା ନୁହଁ। because the Krishna or the Lord is on the absolute plane. କାରଣ କୃଷ୍ଣ କି ଭଗବାନ ଏମାନେ କମ୍ପ୍ଲିଟ ସ୍ତରରେ ଅଛନ୍ତି ବା ଆବସଲ୍ୟୁଟ ସ୍ତରରେ ଅଛନ୍ତି। Don't think that Krishna is absent. ହଁ, କଣ କହୁଛ? ହଁ କୁହ। ହଁ ହଁ କଲ ହେଲା। ହଁ ଚଳିବ ଦେଇଦିଅ ନା। ହଁ, ଠିକ ଅଛି।
ପଠେଇ ଦିଅ କାନୁପୁର ଟିକେଟ ଟା ହେଲା। ହୁଁ। ନାଇଁ ସେୟା ଥାଉ, ସେ ତ କହିନାହାନ୍ତି, ଦେଇଦିଅ ହେଲା। କାନୁପୁର ପିଡିଏଫ ଟା ଦେଇଦବ ଆଉ ସେ ଫଟୋଟା ବି ଦେଇଦବ। ଆଉ ତାଙ୍କୁ ବି ଯିଏ ତମକୁ ଦେଇଥିଲେ ତାଙ୍କୁ ବି ଦେଇଦବ। ହୁଁ। ତ କୃଷ୍ଣ ହେଲେ ପୂର୍ଣ୍ଣ ସ୍ତରରେ ଅଛନ୍ତି। Ah, Krishna is present here. ତ କେବେ ଭାବିବା କଥା ନାହିଁ ଯେ କୃଷ୍ଣ ନାହାନ୍ତି ଏଠି, କୃଷ୍ଣ ଏଠି ଅଛନ୍ତି। There is a verse in Bhagavad. Tattva tishthyami narada jatra gayanti madhvakta. ଭାଗବତ That I, hey, my dear Narad, Narad is a great devotee. ସେଠି କହିଛନ୍ତି ହେ ପ୍ରିୟ ନାରଦ, ନାରଦ ଯିଏକି ଜଣେ ମହାନ ଭକ୍ତ ଅଟନ୍ତି। Perhaps you who are accustomed with Vedic literatures, you have heard the name of Narad. So Narad is a great devotee, and the Lord assures him that don't think that I am living in the kingdom of God or I am living in the heart of a great mystic. ହଁ, ତ ଯୋଉମାନେ ବୈଦିକ ଶାସ୍ତ୍ର ସବୁ ଜାଣିଛନ୍ତି ସେମାନେ ନାରଦଙ୍କ ବିଷୟରେ ଜାଣିଛନ୍ତି। ତ ନାରଦ ଜଣେ ମହାନ ଭକ୍ତ, ଆଉ ଭଗବାନ କହୁଛନ୍ତି ଯେ ତୁମେ ଭାବ ନାହିଁ ଯେ ମୁଁ କେବଳ ମୋର ଧାମରେ ମୋର ବାସ କରୁଛି, ସେଇପରି ଭାବ ନାହିଁ। କି ଏପରି ଭାବ ନାହିଁ ଯେ ମୁଁ ଯୋଗୀ ମାନଙ୍କ ହୃଦୟରେ ରହୁଛି କେବଳ। Or somewhere else, ଏ ସେଇଠି ନୁହଁ ଆଉ କୋଉଠି କୋଉଠି ରହୁଛି। people may think. ଲୋକମାନେ ଭାବି But ପାରନ୍ତି। I am living in that place where my sincere devotees assemble and discuss about myself. କିନ୍ତୁ ମୁଁ ସେଇଠାରେ ରହୁଛି ଯେଉଁଠାରେ ମୋର ବହୁତ ଉନ୍ନତ ଭକ୍ତ ମାନେ ବସି ଚର୍ଚ୍ଚା କରନ୍ତି, ଆଉ ମୋ ବିଷୟରେ ଚର୍ଚ୍ଚା କରିବା ପାଇଁ ଏକତ୍ରିତ ହୁଅନ୍ତି। So, here we should always understand that if we sincerely and seriously take up the message of the Bhagavad Gita as it is, without any, I mean to say, adulteration. Sometimes ତ ଏଇଠି ଆମମାନେ ସବୁବେଳେ ବୁଝିବା ଦରକାର ଯେ ଯାହା ବି ଆମେ ସିନସିୟରଲି କରିବାକୁ ଚାହୁଁଛେ, ସିନସିୟରଲି ଯଦି ଆମେ ଏଇ ଭଗବାନଙ୍କ ବାଣୀ, ଭଗବତ ଗୀତାର ବାଣୀ ବୁଝିବାକୁ ଇଚ୍ଛା କରିବା, ପାଳନ କରିବାକୁ ଇଚ୍ଛା କରିବା, uh, it is adulterated by, because Bhagavad Gita କିନ୍ତୁ ତାକୁ ଆମକୁ କୌଣସି ମିଶ୍ರಣର ବିନା ଆମକୁ ତାକୁ ପାଳନ କରିବା କଥା। କିନ୍ତୁ ବେଳେ ବେଳେ ଆମେ ଦେଖିବାକୁ ପାଉଛେ ଯେ ଏଇ ଜ୍ଞାନଟି ଦୂଷିତ ହେଇଯାଉଛି ବା ମିଶ୍ରିତ ଥାଉଛି କିଛି ଜିନିଷ ସହିତ। is a very authoritative book and it is popular. ହଁ, କାରଣ ଭଗବତ ଗୀତା ହେଉଛି ଗୋଟିଏ ପ୍ରାମାଣିକ ଗ୍ରନ୍ଥ ଏବଂ ଏହା ସାରା ବିଶ୍ୱରେ ପ୍ରସିଦ୍ଧ ମଧ୍ୟ ଅଟେ। All over the world, sometimes people take advantage of this book and present their own theory in a adulterated way. କେବେ କେବେ ଲୋକମାନେ ଉଁ, ଏଇ ଗ୍ରନ୍ଥର ମଧ୍ୟ ଫାଇଦା ଉଠେଇଥାନ୍ତି ଏବଂ ତାକୁ ନିଜ ନିଜ ହିସାବରେ ତାକୁ ପ୍ରସ୍ତୁତ କରିଥାନ୍ତି ବିକୃତ ରୂପରେ। Ah, not to speak of others. Hmm. I may tell you frankly that even in our country, the greatest, I mean, the saintly, ତ ପ୍ରଭେଦ କହିଲେ ଅନ୍ୟମାନଙ୍କ ବିଷୟରେ କଣ କହିବି, ଆମ ଦେଶରେ ମଧ୍ୟ ଯଦି ଖୋଲା କରି କୁହାଯିବ, ଆମ ଦେଶରେ ମଧ୍ୟ ଯିଏକି ସବୁଠୁ ମହାନ, politician Mahatma Gandhi, ଯିଏକି ଏକ
ବହୁତ ଧାର୍ମିକ ପଲିଟିସିଆନ, ଧାର୍ମିକ ରାଜନୀତିଜ୍ଞ, ମହାତ୍ମା ଗାନ୍ଧୀଙ୍କ ପରି। He uh, propounded a philosophy of non-violence for a ତ ସେ କଣ କଲେ ନା ଗୋଟିଏ ଦର୍ଶନ ପ୍ରଦାନ କଲେ ଯୋଉଟା କି ୟା ଉପରେ ନନ୍ ଭାଇଲେନ୍ସ କଣ କହନ୍ତି, ଅହିଂସା ଉପରେ। You know, every one of you, that uh, he propounded non-violence. ହୁଏତ ଆମେମାନେ ଜାଣିଛେ ଯେ ସମସ୍ତେ ଜାଣିଛେ ଆମମାନେ ଯେ ସେ ଅହିଂସା ଉପରେ ତାଙ୍କର ଦର୍ଶନ ବା ତାଙ୍କର ଯୁକ୍ତି ପ୍ରଦାନ କରିଛନ୍ତି। And he wanted to prove non-violence from Bhagavad Gita. ଆଉ ସେ ଅହିଂସାକୁ ଭଗବତ ଗୀତା ଗ୍ରନ୍ଥରୁ ପ୍ରମାଣିତ କରିବାକୁ ଚାହୁଁଛନ୍ତି। He has got an annotation of Bhagavad Gita and he has tried to prove that Bhagavad Gita there is proof, non-violence. ତାଙ୍କର ମଧ୍ୟ ଗୋଟିଏ ଭଗବତ ଗୀତାର କପିଟିଏ ରହିଛି ଏବଂ ସେ ସେଥିରୁ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ନା ଏଇଟାର ପ୍ରମାଣ ଅଛି ବା ଏଥିରେ କୁହାଯାଉଛି ଏ ଅହିଂସା ବିଷୟରେ। But actually Bhagavad Gita is being spoken in the battlefield. କିନ୍ତୁ ବାସ୍ତବରେ ଭଗବତ ଗୀତା ତ ଯୁଦ୍ଧ ଭୂମିରେ କୁହାଯାଉଛି, where everyone is prepared to start violence. ଯୋଉଠିକି ସମସ୍ତେ ପ୍ରସ୍ତୁତ ହେଇଯାଇଛନ୍ତି କଣ କରିବାକୁ, ହିଂସ୍ର ହେବା ପାଇଁ। Simply for a moment, when Arjuna was disturbed in his mind, କେବଳ ଗୋଟିଏ କ୍ଷଣ ନିମିତ୍ତ ଯେତେବେଳେ ଅର୍ଜୁନ ତାଙ୍କ ମନରେ ବହୁତ କ୍ଷୋଭିତ ଥିଲେ ବା ବହୁତ ଡିଷ୍ଟର୍ବ ଥିଲେ, that how can I fight with my relatives and friends and sons and grandsons and so many things. ତ ଅର୍ଜୁନ ଏପରି ଭାବରେ ତାଙ୍କ ମନରେ ଯେତେବେଳେ ଡିଷ୍ଟର୍ବ ଥିଲେ ତ ସେ ପଚାରୁଛନ୍ତି ଯେ କିପରି ଭାବରେ ମୁଁ ଯୁଦ୍ଧ କରିବି, ମୋର ଏମାନେ ସବୁ ସମ୍ପର୍କୀୟ, ମୋ ବନ୍ଧୁ, ମୋର ପୁତ୍ର, ମୋର ନାତି ଏବଂ ଆହୁରି ବହୁତ କିଛି, Bodily relations. ତ ଏମାନେ ସବୁ ମୋର ଶାରୀରିକ ସମ୍ବନ୍ଧ। And the Bhagavad Gita was spoken. ଆଉ ସେ ସମୟରେ ଭଗବତ ଗୀତା କୁହାଗଲା। So that is a practical thing that ତ ଏହିପରି ଭାବରେ ଏହା ଏକ କଣ ବାସ୍ତବିକ କଥା ଭଗବତ ଗୀତା। Bhagavad Gita was practically spoken to induce Arjuna to adopt violence. ତ ଏହା ଏକ ବାସ୍ତବିକ କଥା ଯେ ଭଗବତ ଗୀତା ବାସ୍ତବରେ କୁହାଯାଇଛି ଯାହା ଫଳରେ କି ଅର୍ଜୁନ ଏଇ ହିଂସାକୁ ଗ୍ରହଣ କରିବେ। Now, Mahatma Gandhi, his philosophy was non-violence. How could he prove କିନ୍ତୁ ମହାତ୍ମା ଗାନ୍ଧୀଙ୍କର କଣ ଦର୍ଶନ ରହିଛି ନା ଅହିଂସାର। that Bhagavad Gita gives evidence of non-violence? ତ ପ୍ରଭାତ କହୁଛନ୍ତି କିପରି ଭାବରେ ଆମେ ଏହା ପ୍ରମାଣିତ କରିବା ଭଗବତ ଗୀତାରୁ ଯେ ଏହା ପ୍ରମାଣ କରୁଛି ଅହିଂସା ବା ଏହା ଦ୍ୱାରା ଆମେ ଅହିଂସା ଶିକ୍ଷା ପ୍ରାପ୍ତ ହବା, ଏଟା କିପରି ଆମେ ପ୍ରମାଣ କରିବା? No. ନା କରିପାରିବାନି। Therefore, anyone, Mahatma Gandhi or anyone, who has got his own ulterior motive to prove it, ସେଥିପାଇଁ ଯିଏ ବି ହଉ ନା କାହିଁକି, ମହାତ୍ମା ଗାନ୍ଧୀ ହଉ କି ଆଉ କିଏ ବି, ଯାହାର କିଛି ମାନେ ନିଜର ବାଞ୍ଛା ରହିଛି, ଅଲଗା କରି କିଛି ବାଞ୍ଛା ରହିଛି, ନିଜର ବାଞ୍ଛାକୁ, ନିଜର ଯୋଉ ଉଦ୍ଦେଶ୍ୟକୁ ଯୋଉମାନେ ପ୍ରମାଣ କରିବାକୁ ଚାହୁଁଛନ୍ତି, from the topics of Bhagavad Gita, he must adulterate it. ତାହେଲେ ସେମାନେ ଯଦି ଏପରି ନିଜର କିଛି ତାଙ୍କର ପ୍ରମାଣ କରିବାକୁ ଚାହୁଁଛନ୍ତି, ତାଙ୍କର କିଛି ଗୋଲ ରହିଛି, ତାହେଲେ ସେମାନଙ୍କୁ ନିଶ୍ଚିତ ଭାବେ ଏହାକୁ ବିକୃତ କରିବାକୁ ପଡିବ ବା କିଛି ମିଶ୍ରିତ କରିବାକୁ ପଡିବ। But that is not the process of reading Bhagavad Gita. କିନ୍ତୁ ଏହିପରି ଭାବରେ
भगवत गीता पढ़ा जाए ना। Bhagavad Gita, how to read Bhagavad Gita, that is stated in the Bhagavad Gita. When it ତ ଏଇ ଭଗବତ ଗୀତାକୁ କିପରି ଭାବରେ ପଢାଯିବା ଉଚିତ ତାହା ଭଗବତ ଗୀତା ଗ୍ରନ୍ଥରେ ହିଁ କୁହାଯାଇଛି। comes to the fourth chapter, we'll know. Uh, ଆମେ ଚତୁର୍ଥ ଅଧ୍ୟାୟକୁ ଗଲେ ଏ ବିଷୟରେ ଭଲସେ ଜାଣିପାରିବା। So anyway, apart from the process of, but ତ ଏପରି ଭାବରେ ଯାହା ବି ହଉ ଏଇ ପଦ୍ଧତିକୁ ଛାଡିଲେ rest assured, we are speaking here of the Bhagavad Gita as it is. ଯାହା ବି ହଉନା କାହିଁକି ଆମେ ଏଇଠି ଭଗବତ ଗୀତା ଯଥାଯଥ ଉପରେ କହୁଛେ ବା ଆଲୋଚନା। We are not going to add in it something for fulfilling our own philosophy. ଆମେ ଏଥିରେ କୌଣସି ଜିନିଷ ମିଶାଇବାକୁ ଚାହୁଁନେ କୌଣସି ଜିନିଷ ଯାହା ଆମ ନିଜ ଦର୍ଶନକୁ ଇଏ କରିବ ସମ୍ପୂର୍ଣ୍ଣ କରିବ ସମ୍ପନ୍ନ କରିବ Our own points of view. କି ଆମ ନିଜ ନିଜ ମତ ଗୁଡିକୁ ଆମେ ପ୍ରମାଣିତ କରିବାକୁ ଚାହୁଁ। Now here Lord Krishna says that if you want to get rid of this entanglement, ତ ଏଇଠି କୃଷ୍ଣ କହୁଛନ୍ତି ଯେ ଯଦି ତୁମେ ଏଇ ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛ of what is that entanglement? ତ ସେ ବନ୍ଧନଟି କଣ ଅଟେ? Na Janma Bandha. Janma Bandha. ତାହା ହେଲା ଜନ୍ମ ବନ୍ଧ। Oh, it is a great entanglement. ତାହା ତ ବାସ୍ତବିକରେ ଏକ ମହାନ ବନ୍ଧନ ଅଟେ। People do not take it very seriously. Birth. କିନ୍ତୁ ଲୋକମାନେ ତାହାକୁ ଏକ ମାନେ ଗମ୍ଭୀରତାର ସହିତ ନେଇ ନଥାନ୍ତି। ଜନ୍ମ Birth means as soon as birth only, the one word has been used here. ତ ଜନ୍ମ କହିଲେ ଯେତେବେଳେ ଜନ୍ମ କଥା କୁହାହଉଛି ସାଙ୍ଗେ ସାଙ୍ଗେ ତ ଏଇଠି କେବଳ ଗୋଟିଏ ଶବ୍ଦ କୁହାଯାଇଛି ଯୋଉଟା କି ଜନ୍ମ। Janma. Janma means birth. The birth means other things. Birth means death. ତ ପ୍ରଭାତ କହୁଛନ୍ତି ଜନ୍ମ କହିଲେ କେବଳ ଏଇଠି ଆମେ ଜନ୍ମକୁ ବୁଝଉଛି କିନ୍ତୁ ବାସ୍ତବରେ ଜନ୍ମ କହିଲେ ଅନ୍ୟ ଜିନିଷକୁ ମଧ୍ୟ ବୁଝେଇଥାଉଛି। ସେଟା ଯେମିତି ଜନ୍ମ କହିଲେ ମୃତ୍ୟୁ ମଧ୍ୟ ହବ। Birth means old age. ଆଉ ଜନ୍ମ ହଉଛି ମାନେ ତାର ବୃଦ୍ଧ ଅବସ୍ଥା ମଧ୍ୟ ଆସିବ। Birth means disease. ଆଉ ଜନ୍ମ ହଉଛି ମାନେ ତାର ରୋଗ ମଧ୍ୟ ହବ। Whenever there is birth, the other things are corollary. They will follow. ସେଥିପାଇଁ ଯେଉଁଠାରେ ବି ଜନ୍ମ ହେଇଥାଏ ତା ସହିତ ଏ ସବୁ ଗୁଡିକ ମଧ୍ୟ ତାକୁ ପ୍ରାପ୍ତ ହେଇଥାଏ। ମୃତ୍ୟୁ, ଜରା, ବ୍ୟାଧି ଏଗୁଡିକ ଆସିଥାଏ ତାପରେ। Uh, your birth means a son is born. Oh, you are very glad I have got a son. ଯେମିତି ଜନ୍ମ କହିବା ମାନେ ଯେମିତି ଗୋଟେ ପୁତ୍ର ଜନ୍ମ ହେଲେ ତ ଆମେ ବହୁତ ଆନନ୍ଦିତ ହେଇଥାଉଛୁ ଯେ ହଁ ଆମର ଏକ ପୁତ୍ର ସନ୍ତାନ ହେଇଛନ୍ତି। But if you study it philosophically, no, birth is not, he is not born. Death. କିନ୍ତୁ ଆମେ ବାସ୍ତବ ଯଦି ତାକୁ ଭଲ ଭାବେ ଅଧ୍ୟୟନ କରିବା ଆମେ ଜାଣିବା ଯେ ନା ଜନ୍ମ ନୁହଁ। ତାର ତ ଜନ୍ମ ହିଁ ଘଟେନି ସେ ଜନ୍ମ ହେଇନି ତାର। Is born. ହୁଁ। କିନ୍ତୁ ତାର ମୃତ୍ୟୁ ନିଶ୍ଚିତ ଘଟୁଛି। ତାର ଜନ୍ମ ଘଟୁନି କିନ୍ତୁ ମୃତ୍ୟୁ ଘଟୁଛି। ତା ପ୍ରଭାତ ଏଠି କହୁଛନ୍ତି। Because the growing of the child means he is dying. It is dying. କାରଣ ଯେତେବେଳେ ଗୋଟେ ଶିଶୁ ବଢିଥାଏ ତ ସେତେବେଳେ ତା ମାନେ ଏହା ଯେ ସେ ମୃତ୍ୟୁବରଣ କରୁଛି। The dying process. ତ ଏହା
ମୃତ୍ୟୁର ପ୍ରୋସେସ ପଦ୍ଧତି କୁହାଯିବ। The very day, the very moment the child is born, the dying process begins. ବାସ୍ତବରେ ଯେଉଁ ଅ, ଦିନ ବା ଯେଉଁ ମୁହୂର୍ତ୍ତରେ ସେ ପିଲାଟି ଜନ୍ମ କରୁଛି ତ ସେଇ ମୁହୂର୍ତ୍ତରୁ ତାର ମୃତ୍ୟୁର ପଦ୍ଧତି ପ୍ରାରମ୍ଭ ହେଇଯାଉଛି। So we do not know that it is not birth, it is death. ତ ଆମେ ଜାଣିନାହୁଁ ଯେ ଏଇଟା ଜନ୍ମ ନୁହଁ, ବାସ୍ତବରେ ଏଇଟା ମୃତ୍ୟୁ। This is called Maya. ତାହାକୁ ହିଁ ମାୟା କୁହାଯାଉଛି। This is called illusion. That ଯୋଉଟା ଭ୍ରମ। death is born and we are jolly that there is birth of a child. ଯେ ବାସ୍ତବରେ ମୃତ୍ୟୁ ଏଇଠି ଆରମ୍ଭ ହଉଛି ଜନ୍ମରୁ, କିନ୍ତୁ ଆମେ ଖୁସି ହଉଛେ ଯେ ଶିଶୁଟିର ଜନ୍ମ ହେଲା। This is called Maya. ଏଇଟା ହିଁ ତ ମାୟା। So everything from the beginning of our birth, we are illusion. ତ ଏହିପରି ଭାବରେ ଆମେ ପ୍ରାରମ୍ଭ କରି ଜନ୍ମରୁ ପ୍ରାରମ୍ଭ ହେଇ ଆମେ ଏପରି ଭ୍ରମିତ ହେଇଯାଉଛୁ। Illusion. And that illusion is so strong that it is very difficult to get out of it. ଆଉ ଏଇ ଯୋଉ ଭ୍ରମ ଏତେ ତୀବ୍ର ଯେ ଆମେ ସେଠାରୁ ବାହାରିବା ଅସମ୍ଭବ। Whole thing is illusion. ସମ୍ପୂର୍ଣ୍ଣ ବସ୍ତୁଟି ବାସ୍ତବରେ ଭ୍ରମରେ ଭରପୁର। The birth is illusion, this body is illusion, and the bodily relationship, the country is illusion. ପ୍ରକୃତରେ ସବୁ କିଛି ହିଁ ବାସ୍ତବରେ ଭ୍ରମ। ଜନ୍ମ ମଧ୍ୟ, ଆଉ ଶରୀର ମଧ୍ୟ ଭ୍ରମ, ଆଉ ଆମ ଯେ ଶାରୀରିକ ସମ୍ପର୍କ ବା ଦେଶ ତାହା ମଧ୍ୟ ଭ୍ରମ। The father is illusion, the mother is illusion, the wife is illusion, the children is illusion, everything illusion. ତ ପ୍ରଭାତ କହୁଛନ୍ତି ପିତା ମଧ୍ୟ ଭ୍ରମ, ମା ମଧ୍ୟ ଭ୍ରମ ଅଟେ, ପତ୍ନୀ ମଧ୍ୟ ଭ୍ରମ ଅଟନ୍ତି ଏବଂ ପିଲାମାନେ ମଧ୍ୟ, ସବୁ କିଛି ଭ୍ରମ ହିଁ ଅଟେ। Everything illusion. And we are compact in that illusion. We are thinking that we are very much learned and very much advanced. ଆଉ ଆମେ ଏଇ ମାୟା ଭିତରେ ବାନ୍ଧି ହେଇଛେ ବା ଆମେ ଫସି ଯାଇଛେ ବା ଭ୍ରମରେ ଫସି ଯାଇଛେ, କିନ୍ତୁ ଆମେ ଭାବୁଛେ ଯେ ଆମେ ବହୁତ ବୁଦ୍ଧିମାନ, ଆମେ ବହୁତ ଉନ୍ନତ, ତ ଏପରି ଆମେ ଅନେକ କିଛି ଭାବୁଛେ। And so many things we are imagining. But as soon as death comes, the actual fact, the beginning of death, then we forget everything. କିନ୍ତୁ ଯେତେବେଳେ ମୃତ୍ୟୁ ଆସୁଛି, ଯୋଉଟା କି ବାସ୍ତବିକ ସତ୍ୟ ଅଟେ, ଯୋଉଟା କି ମୃତ୍ୟୁର ପ୍ରାରମ୍ଭ ଯେତେବେଳେ ହଉଛି, ଆମେ ସବୁ କିଛି ଭୁଲି ଯାଇଥାଉ। We can forget our country, we forget our relatives, ତ ଆମେ ପ୍ରଥମେ ଦେଶକୁ ଭୁଲି ଯାଉ, ଆମର ସମ୍ବନ୍ଧୀୟ ମାନଙ୍କୁ ଭୁଲି ଯାଉ, forget our wife, children, father, mother, everything gone. ତ ଆମେ ସମସ୍ତଙ୍କୁ ଭୁଲି ଯାଉ, ପତ୍ନୀ, ପିଲାମାନଙ୍କୁ, ପିତା ମାତା ସମସ୍ତଙ୍କୁ ଆମେ ଭୁଲି ଯାଇଥାଉ। You see, if it is a fact that I am soul, eternal, ତ ଯଦି ଏହା ଏକ ତଥ୍ୟ ଅଟେ ଯେ ମୁଁ ହେଲି ଆତ୍ମା, ଯେ କି ଚିନ୍ମୟ, then it is a fact also that in my previous life I had my country, ତାହେଲେ ଏହା ମଧ୍ୟ ସତ୍ୟ ଘଟେ ଅଟେ ଯେ ପୂର୍ବ ଜନ୍ମରେ ମୋର ଏକ ଦେଶ ଥିଲା, I had my children, I had my home, I had my father, I had my everything. ତାହେଲେ ଯଦି ମୁଁ ଆତ୍ମା ଅଟେ ତାମାନେ ମୋର ପୂର୍ବ ଜନ୍ମରେ ମଧ୍ୟ ଗୋଟେ ଦେଶ ଥିଲା, ଗୋଟେ ମୋର ପିଲାମାନେ ଥିଲେ, ମୋର ଘର ଥିଲା, ମୋର ପିତା ଥିଲେ, ମୋର ସବୁ କିଛି ଥିଲା ପୂର୍ବରୁ ମଧ୍ୟ। But can you remember any of these things? କିନ୍ତୁ ତୁମେ କଣ ତା ଭିତରୁ କୌଣସି ବି ବସ୍ତୁକୁ ସ୍ମରଣ କରିପାରିବ କି? What you were in your previous life? କଣ ଆମେ ଥିଲୁ ପୂର୍ବ ଜନ୍ମରେ? Either human born life or either animal life, you cannot. ଆମେ ପଶୁ ମଣିଷ ଜନ୍ମ ପାଇଥିଲୁ ବା ଆମେ ପଶୁ ଜନ୍ମରେ ଥିଲୁ। Death means forgetful. ଆମେ କୌଣସି ରୂପରେ
କୌଣସି ଭାବରେ ଆମେ ତାକୁ ସ୍ମରଣ କରିପାରିବା ନାହିଁ। ସେଥିପାଇଁ ମୃତ୍ୟୁ କହିଲେ ଭୁଲିବା ଅବସ୍ଥାକୁ ବୁଝାଏ। We have forgotten everything. ସେଥିପାଇଁ ଆମେ ସବୁ କିଛି ଏବେ ଭୁଲି ଯାଇଛୁ। Actually, there is no death for the soul. ବାସ୍ତବରେ ଆତ୍ମାର ତ ବିଲକୁଲ ମୃତ୍ୟୁ ନଥାଏ। ତ ଏଇ ପ୍ୟାରାଗ୍ରାଫ ଟି କରିକି ଆମେ ଏଣ୍ଡ କରିଦବା ଆଜି। Oh, just like you are at night, you'll go to sleep. ଯେମିତି ଆମେ ଉଦାହରଣ ସ୍ୱରୂପ ଯେମିତି ରାତ୍ରିରେ ଆମେ ନିଦ୍ରା ପାଇଁ ଯାଇଥାଉ। Oh, that is a sort of death. ଏହା ମଧ୍ୟ ତ ଗୋଟିଏ ପ୍ରକାରର ମୃତ୍ୟୁ ଅଟେ। And again, you get up in the morning. ଆଉ ପୁଣି ଥରେ ତାପରେ ଆମେ ଉତ୍ଥିତ ହଉ ସକାଳ ହେଲେ। So death is something like that. ତ ମୃତ୍ୟୁଟା ଏଇପରି କିଛି ଅଟେ। Death is sleeping for 7 months. That's all. ତ ସେଇଥିପାଇଁ ମୃତ୍ୟୁ କହିଲେ ଯେତେବେଳେ ଜଣେ 7 ମାସ ଧରି ଶୋଇଥାଏ Without any consciousness, for 3 months without any consciousness, or say 7 months. ତ କୌଣସି ଚେତନାର ବିନା ବା ଯେତେବେଳେ ଜଣେ 3 ମାସ ଧରି କୌଣସି ଚେତନାରୁ ମୁକ୍ତ ଥାଏ, 3 ମାସ ହଉ ବା 7 ମାସ ହଉ। Death means forgetfulness. ତ ମୃତ୍ୟୁ କହିଲେ ଏଇ ଭୁଲି ଯିବା ଅବସ୍ଥାକୁ ବୁଝାଏ। Just like at sleep, we forget everything. What I am, where I am sleeping, who I am. ତ ଯେମିତି ଆମେ ଉଦାହରଣ ନବା ଯଦି ଶୋଇବା ଅବସ୍ଥାରେ ଆମେ ସବୁ କିଛି ଭୁଲି ଯାଇଥାଉ ଯେ କଣ ମୁଁ କୋଉଠି ଶୋଇଛି, ମୁଁ କିଏ, What is my identification? Everything forgot. ମୋର କଣ ବାସ୍ତବିକ ମୋର ସ୍ଥିତି ବା ମୁଁ କେଉଁ ଭାବରେ ସମ୍ପର୍କିତ, ସବୁ କିଛି ଆମେ ଭୁଲି ଯାଉ। Then again, as soon as I rise up in the morning, I remember, oh, ତାପରେ ଯେତେବେଳେ ତୁରନ୍ତ ଆମେ ଉଠି ଯାଉ ତାପରେ ଆମେ ମନ କରୁ, ଆମର ସ୍ମରଣ ହୁଏ ସକାଳେ ଯେ ଓ I am such and such officer, I am ମୁଁ ତ ସେଇ ଅଫିସର ଅଟେ, such and such father, such and ମୁଁ ତ ସେଇ ପିତା ଅଟେ, such husband, ମୁଁ ତ ପତି ଅଟେ, and I have got to do such and such thing. ଆଉ ମୋର ତ ଏଇ କାର୍ଯ୍ୟ ସବୁ କରିବାର ଅଛି। Everything remembered, but during your sleep you forget everything. ତ ଏପରି ଭାବରେ ଆମେ ସବୁ କିଛି ସ୍ମରଣ କରିଥାଉ କିନ୍ତୁ ଆମର ମୃତ୍ୟୁ ସମୟରେ ଆମେ ସବୁ କିଛି ଭୁଲି ଯାଇଥାଉ। ଏଇଟା ଲାଷ୍ଟ ପଡିଲା। Similarly, death means from the time of your leaving this body, ତ ସେଇପରି ଭାବରେ ମୃତ୍ୟୁ କହିଲେ ଯେତେବେଳେ ଆମେ ଶରୀରକୁ ତ୍ୟାଗ କରୁଛେ ସେଇ ସମୟରୁ and entering into the womb of another mother, ଆଉ ଏ ଶରୀରକୁ ତ୍ୟାଗ କରି ଯେତେବେଳେ ଆମେ ଆଉ ଗୋଟିଏ ମାର ଗର୍ଭକୁ ପ୍ରବେଶ କରୁଛେ, and so long another body is not developed, you remain unconscious. ଆଉ ଯେ ପର୍ଯ୍ୟନ୍ତ ଆମର ଆମେ ଆମର ସେ ନୂଆ ମାଙ୍କ ଗର୍ଭରେ ଯାଇ ଯେତେବେଳୁ ଆମେ ଇଏ ନ ହେଇଥାଉ, ଆମେ ବର୍ଦ୍ଧିତ ନ ହେଇଥାଉ, ଆମେ ସେଇ ପର୍ଯ୍ୟନ୍ତ ଚେତନାହୀନ ହେଇଥାଉ, ଚେତନା ନଥାଏ ଆମ ଭିତରେ। And as soon as another body is developed within the womb of the mother and the time is up to come out, then again you remember. ଆଉ ଯେତେବେଳେ ଆମର ଏଇ ଶରୀରଟି ତିଆରି ହେଇଥାଏ ମାଙ୍କ ଗର୍ଭରେ ପୁଣି ଥରେ ଯାଇକି, ତ ସେତେବେଳେ ସମୟ ଆସି ଯାଇଥାଏ ଆଉ ମୁଁ ପୁଣି ଥରେ ସ୍ମରଣ କରିବାକୁ ଲାଗେ। So practically, there is no death. ତ ଏଇପରି ଭାବରେ କହିବାକୁ ଗଲେ ମୃତ୍ୟୁ ହିଁ କେବେ କେବେ ଇଏ କରେ ନା, ମୃତ୍ୟୁ କେବେ ଅବସ୍ଥାନ ହୁଏ ନା, ଘଟେ ନା। Death means changing the body. We have already ତ ମୃତ୍ୟୁ କହିଲେ ଏ ଶରୀରର ପରିବର୍ତ୍ତନ।
We discussed this part. ଆମେ ତ ଏହାକୁ ଆଗରୁ ଚର୍ଚ୍ଚା କରିସାରିଛେ। Now, but that janma, that birth, କିନ୍ତୁ ସେଇ ଜନ୍ମ ବା ସେଇ ମୃତ୍ୟୁ, oh, it is stated here that it is a bondage. ଯୋଉଟା ଏଠି କୁହାଯାଇଛି ଯେ ଏହା ବନ୍ଧନଟେ, ଜନ୍ମ ବନ୍ଧ। Janma bandha. Bandha means bondage. ବନ୍ଧ କହିଲେ ବନ୍ଧନ। Practically there is similarity. It is called bandha. And in ବାସ୍ତବ ଦେଖିବାକୁ ଗଲେ ଏଇଠି ଇଂଲିଶ ଭାଷାର ମଧ୍ୟ ସମାନତା ରହିଛି। ଏଇଠି ଯେମିତି କୁହାହଉଛି ବନ୍ଧକୁ। English, bond. Uh, ଆଉ ଇଂରାଜୀ ଭାଷାରେ ବନ୍ଧକୁ ବଣ୍ଡ ବୋଲି କୁହାଯାଏ। ପ୍ରଭାତ କହୁଛନ୍ତି there is a similarity of sound. Janma bandha. ଆଉ ଇଂଲିଶ ଭାଷାରେ ଏହାକୁ ବଣ୍ଡ କୁହାଯାଏ, ଯୋଉଟା କି ଶୁଣିବାକୁ ଏକା ପରି ଲାଗୁଛି, ଜନ୍ମ ବନ୍ଧ। So, this janma, so long your mind will be absorbed in the activities of this material world, you are sure to take birth again. ତ ଏଇ ଜନ୍ମ ଯେ ପର୍ଯ୍ୟନ୍ତ ଆମର ମନଟି ସମ୍ପୂର୍ଣ୍ଣ ରୂପେ ଆସକ୍ତ ହେଇ ବା ଇଏ ହେଇ ନିର୍ଲିପ୍ତ ହେଇ ରହିବ ଏ ଭୌତିକ କାର୍ଯ୍ୟ ଗୁଡିକରେ, ସେ ପର୍ଯ୍ୟନ୍ତ ଆମକୁ ଜନ୍ମ ପୁଣି ଥରେ ଗ୍ରହଣ କରିବାକୁ ପଡିବ। ହରେ କୃଷ୍ଣ। ଜୟ ଶ୍ରୀଲ ପ୍ରଭୁପାଦ କି ଜୟ, ଗୌରଭକ୍ତ କି ଜୟ। କଣ ପଏଣ୍ଟସ ଆମେ ଏଠୁ ଶୁଣିଲେ କିଏ କହିବେ? ହଁ, ଶୁଭଶ୍ରୀ ମାତାଜୀ କୁହନ୍ତୁ। हरे कृष्ण प्रभु जी दंडवत प्रणाम। ପ୍ରଣାମ। प्रभु जी ଫାର୍ଷ୍ଟ ପଏଣ୍ଟ ହେଲା ବୁଦ୍ଧିଜୀବୀ ମାନେ ଭଗବାନଙ୍କ ପାଖରେ ଆଶ୍ରୟ ନିଅନ୍ତି, ସେମାନେ ସେଥିପାଇଁ ହିଁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଯିବା ପାଇଁ କି ସେମାନେ ଭଗବାନଙ୍କ ପାଖରେ ହିଁ ଆଶ୍ରୟ ନିଅନ୍ତି। ଆଉ କର୍ମଜ, ଯାହାକି ସବୁ କିଛି କାର୍ଯ୍ୟ, ସବୁ କର୍ମଜ ହଉଛି ଆମେ ଯାହାବି କିଛି ରିଆକ୍ସନ କରୁଛେ, ଯେ କି ଯାହାବି କିଛି କାମ କରୁଛେ ତାର ବା କର୍ମଫଳ ତାର, ସେଇଟାର ହିଁ କର୍ମଫଳ ରହିଛି। ଆମେ ଯାହାବି ସବୁ କାର୍ଯ୍ୟ କରୁଛେ ତାର କର୍ମଫଳ ରହିଛି। ଆଉ ତ ଗୋଟେ ପଏଣ୍ଟ, ବୁଦ୍ଧିଜୀବୀ ମାନେ କର୍ମ ଫଳରେ ଲିପ୍ତ ହୁଅନ୍ତିନି, କିନ୍ତୁ ଅନ୍ୟମାନେ ଯୋଉ କାର୍ଯ୍ୟ କରନ୍ତି ସେମାନେ ଲିପ୍ତ ହୁଅନ୍ତି। ହଁ, ତ ଆଜ୍ଞା, ଆଉ ଯେକୌଣସି କାର୍ଯ୍ୟ ଆମେ କରୁ ସେ କାର୍ଯ୍ୟର ଫଳ ଆମର ବନ୍ଧନର ହିଁ କାରଣ ହେଇଯାଇଥାଏ। ହୁଁ, ଆମେ ଯାହା ବି କାର୍ଯ୍ୟ କରୁଛୁ ସେ କାର୍ଯ୍ୟର କର୍ମଫଳଟା ହିଁ ବନ୍ଧନର କାରଣ ହେଇଯାଉଛି। ହୁଁ, ସେଥିପାଇଁ କି ଆଜ୍ଞା। ବୁଦ୍ଧିଜୀବୀ ମାନେ ପ୍ରଭୁ ଭଗବାନଙ୍କର ଆଶ୍ରୟ ନିଅନ୍ତି। ପ୍ରଭୁପାଦ କହିଲେ ଯେ ଗୋଟେ କାର୍ଯ୍ୟ କରୁଛେ ଆମେ ସେଇଥିରୁ କିଛି ଫଳ ମିଳୁଛି, ପୁଣି ତାର ପୁଣି ଫଳଟା ଆଉ ଗୋଟେ କାର୍ଯ୍ୟ ଆମେ କରୁଛେ, ଏପରି ଭାବରେ ଆମେ ବନ୍ଧନରେ ପଡିଯାଉଛୁ। ଓକେ, ପ୍ରଭୁ କୃପା ଆଜ୍ଞା। ପ୍ରଭୁ। ହରେ କୃଷ୍ଣ ହଉଛି ଦଣ୍ଡକଣ। ହଁ, ମହାତ୍ମା ଗାନ୍ଧୀ ନନ୍ ଭାୟୋଲେନ୍ସର ଆଶ୍ରୟ ନେଇଥିଲେ ଏବଂ ସେ ଗୀତା ନିଜେ ଗୀତା ରଖିଥିଲେ। ସେ ଗୀତାରୁ ୟାର ପ୍ରୁଫ କରିବାକୁ ଚାହୁଁଥିଲେ, ପ୍ରୁଫ କରୁଥିଲେ ପଢିକି। ଆଜ୍ଞା। ଯେମିତି ଅର୍ଜୁନ ମହାତ୍ମା ନନ୍ ଭାୟୋଲେନ୍ସ ରୁ ଭାୟୋଲେନ୍ସ କୁ କନଭର୍ଟ ହେଲେ ଭଗବାନଙ୍କ କୃଷ୍ଣଙ୍କଠୁ ଶୁଣିକିରି, ଭାୟୋଲେନ୍ସ ର ଆଶ୍ରୟ କରିବାକୁ ନେଲେ ଇଏ ହେଲେ। ପ୍ରଭାତ କହିଲେ କୋଉଠାରୁ ମହାତ୍ମା ଗାନ୍ଧୀ ଏଇଟା ପ୍ରାପ୍ତ ହେଲେ ଯେ ଗୀତା ଆମକୁ ଅହିଂସାର ବାଟ ଦେଖଉଛି? ଏଇଟା ତ ଯୁଦ୍ଧ ଭୂମିରେ କହୁଛନ୍ତି, ଅର୍ଜୁନ ଯୁଦ୍ଧ କରିବାକୁ କହୁଛନ୍ତି। ଓକେ, ହଁ, ଧନ୍ୟବାଦ କହୁଛି। ଆଉ ଯଶୋଦା ମାତାଜୀ? ହରେ କୃଷ୍ଣ ପ୍ରଭୁପାଦ ହୁଁ, ପ୍ରଣାମ। ଏଠିକି ପ୍ରପାତ କହୁଛନ୍ତି ଯେ ଗୀତା ଏକମାତ୍ର ଗ୍ରନ୍ଥ ଯେ କି ଭଗବାନ ନିଜେ କହିଛନ୍ତି। ଆମେ ସେଇ ଗୀତାକୁ କିନ୍ତୁ ଶୁଦ୍ଧ ଭାବରେ ପଢିବା ଦରକାର। ସମସ୍ତେ ଏଇ ଗୀତାର ଅପମିଶ୍ରିତ ସବୁ ନିଜ ମନ ଇଚ୍ଛା ତାର ଭାଷ୍ୟ ଦେଇଛନ୍ତି, ଯୋଉଟାକୁ ଆମକୁ ସେଗୁଡାକ ଗ୍ରହଣ ନ କରିକି ପ୍ରକୃତରେ ଭଗବାନ ଯାହା କହିବାକୁ ଚାହୁଁଛନ୍ତି ଶୁଦ୍ଧ ଗୀତା, ସେଇଟାକୁ ଆମେ ପଢିବା ଦରକାର। ହୁଁ। ଯୋଉଟା ଭଗବାନ କହିବାକୁ ଚାହୁଁଛନ୍ତି ତାକୁ ଗୀତା କୁହାଯିବ। ନିଜେ ମନରୁ ସ୍ପେକୁଲେସନ କଲେ ସେଇଟା ଗୀତା କୁହାଯିବ। ଓକେ।
ओके कहिए। हम्म। हाँ बहुत ही कहिए। परीक्षा। श्री कृष्ण प्रभु जी सादर हाँ। ବୁଝି କହିଲେ ପ୍ରପାତ ଆଉ ଜନ୍ମ ବୋଲି କିଛି ନାହିଁ। ଜନ୍ମ ର ମାନେ ହଉଛି ମୃତ୍ୟୁ। ଯେମିତି ଓଲ୍ଡ ଏଜ ଆସୁଛି ବା ଯାହା ବି ଜରା ବ୍ୟାଧି ଆସୁଛି ଆମେ ଶିଶୁ ଗୋଟେ ଜନ୍ମ ହଉଛି ଯେତେବେଳେ ଦିନକୁ ଦିନ ସେ ବର୍ଦ୍ଧିତ ହଉଛି ମାନେ ପ୍ରତି ଦିବସ ତାର ମୃତ୍ୟୁ ହଉଛି। ଆମେ ହୁଁ। ଜନ୍ମ ହଉଛେ ମାନେ ଆମେ ହୁଁ। ମୃତ୍ୟୁ ପ୍ରାପ୍ତି ହଉଛି ମାନେ ଦ ପ୍ରୋସେସ ଅଫ ଜନ୍ମର ପ୍ରୋସେସ କୁ ମୃତ୍ୟୁ କୁହାଯାଏ। ହୁଁ। ପ୍ରଭାତ କହିଲେ ବାସ୍ତବରେ ଜନ୍ମ ହିଁ ବନ୍ଧନର କାରଣ। ଏଟା କେମିତି ନା ଜନ୍ମ ଅଛି ବୋଲି ବୃଦ୍ଧ ଅବସ୍ଥା ହଉଛି, ରୋଗ ଆସୁଛି, ମୃତ୍ୟୁ ହଉଛି। ତାହେଲେ ଜନ୍ମ ହିଁ ମେନ୍ ର କାରଣ। ଆଉ ବାସ୍ତବରେ ଏଇଟା ଗୋଟେ ପ୍ରକାର ବୁଝେଇଲେ, ଆଉ ଗୋଟେ ପ୍ରକାର ବୁଝେଇଲେ ଯେ ଜନ୍ମ ହୁଁ, ତ ଗୋଟେ ଥର ହେଲା କିନ୍ତୁ ମୃତ୍ୟୁ ପ୍ରତି ମୁହୂର୍ତ୍ତରେ ହଉଛି। ଆମର ବୟସ ବଢି ବଢି ଯାଉଛି ପ୍ରତିଦିନ, ଆମର ଗୋଟେ ଗୋଟେ ଦିନ ସରି ସରି ଯାଉଛି। ତ ଏଇଭଳି ଭାବରେ ମୃତ୍ୟୁ ଆମର ସବୁ ମୁହୂର୍ତ୍ତରେ ହଉଛି, ପ୍ରତି ମୁହୂର୍ତ୍ତରେ ଆୟୁ ସରି ସରି ଯାଉଛି। ହଁ। ଆଜ୍ଞା ରହୁଛି। ଆଉ ଗୋଟେ କହିଲେ ଯେ ମୃତ୍ୟୁର ଅର୍ଥ ହଉଛି ଭୁଲିବାକୁ ବି ମୃତ୍ୟୁ କୁହାଯାଉଛି। ହଁ ଏଇ ସବୁ ଆମେ ଆମେ ଯାହା ଯେତେବେଳେ ଭୁଲି ଯାଉଛେ, ଆଜ୍ଞା ଆମେ ଯୋଉଟା ଭୁଲି ଯାଉଛେ ତାମାନେ ସେଟା ହଉଛି ଆମର ମୃତ୍ୟୁ। କିନ୍ତୁ there is ମାନେ ଆତ୍ମାର କୌଣସି ମୃତ୍ୟୁ ନାହିଁ। ଯୋଉ ସମୟରେ ଆମେ ନିଜର ମେମୋରିକୁ ଲସ୍ କରୁଛେ, ଭୁଲି ଯାଉଛେ, ସେଇଟା ହଉଛି ଆମର ମୃତ୍ୟୁ। ହଁ, ଆତ୍ମାର ମୃତ୍ୟୁ ନାହିଁ ଏ ବିଷୟରେ ବି କହିଲେ। ଆଉ ବାସ୍ତବରେ ପ୍ରଭାତ ଏକ୍ସାମ୍ପଲ ଦେଲେ ଯୋଉ ଶୋଇବାର ଉଦାହରଣ, ଶୋଇପଡ଼ିକି ଉଠିଗଲେ ପୁଣି ଆଉଥରେ ଆମର ସ୍ମରଣ ହେଇଯାଉଛି ଆମେ କିଏ, ଆମେ କୋଉଠି ଅଛୁ, ଆମର ଆମେ ପରିଚୟ କଣ ଆମର ଆମେ ଜାଣି ଦଉଛେ। ତ ସେଇପରି ଭାବରେ ଉଁ, ଆତ୍ମାର ମୃତ୍ୟୁ ନାହିଁ କିନ୍ତୁ ଆମେ ଶରୀର ପରିବର୍ତ୍ତନ କରିଥାଉ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥାଉ କଣ ଆମେ, କିଏ ଆମେ। ଆଉ ସେତେବେଳେ ଆମକୁ ଏକ ନୂଆ ଶରୀର ଯେତେବେଳେ ପ୍ରାପ୍ତ ହେଇଥାଏ, ବାସ୍ତବରେ ଆମର ଜନ୍ମ ପୁଣି ଥରେ ହେଇଛି ବୋଲି ଆମେ କହୁଛୁ। ଠିକ ଅଛି ତାହେଲେ ପରୀକ୍ଷାଟା ଦିଅନ୍ତୁ ଏଠୁ ଲିଷ୍ଟ ଏଇ ଖୋଲି। ହରେ କୃଷ୍ଣ। 5 ମିନିଟ୍ ଦିଅନ୍ତୁ, ଡିସ୍କସ୍ କରିବି।